ଥରେ ମୋ ବୟଫ୍ରେଣ୍ଡ ମୋତେ କିପରି ନିଶା ଟ୍ୟାବଲେଟ୍ ଖୁଆଇ ମୋତେ ଗେଁଥିଲା ଏବଂ ନିର୍ଦ୍ଧୁମ ଭାବରେ ଘଣ୍ଟେରୁ 1.5 ଘଣ୍ଟା ପର୍ଯ୍ୟନ୍ତ ଗେହିଁ ମୋ ପିଆକୁ ପୁରା ଦରଜ କରିଦେଇଥିଲା। ମୁଁ ଆଜି ଏହି ଭିଡ଼ିଓରେ ଆପଣମାନଙ୍କୁ ଡିଟେଲ୍ସ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ହଲ୍ ଗେହିଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଏ ଭିଡ଼ିଓରେ ମୁଁ ଆଜି ଆପଣମାନଙ୍କୁ କହୁଛି ଯେ କିପରି ମୋ ବୟଫ୍ରେଣ୍ଡ ମୋତେ ବୁଲାଇ ନେଇଯାଇଥିଲା ଏବଂ ସେଠାରେ ମୋତେ ନିଶା ଟ୍ୟାବଲେଟ୍ ଖୁଆଇ କିପରି ମୋତେ ଗେହିଁଥିଲା ସେ ବିଷୟରେ ମୁଁ ଆପଣମାନଙ୍କୁ କହୁଛି। ମୋ ବୟଫ୍ରେଣ୍ଡ ମୋତେ ସବୁବେଳେ ଗେହିବା ପାଇଁ କୁହେ, ମୁଁ କିନ୍ତୁ ତା କଥାରେ ରାଜି ହେଉନଥିଲି। ସେ ମୋତେ କଣ୍ଢାଏ, ମୋ ଦୁଧକୁ ଚିପେ, ମୋ ବିଆରେ ହାତ ବୁଲାଏ ଏବଂ ମୋତେ କିସ୍ କରେ। ଏସବୁ କରିବାକୁ ମୁଁ ତାକୁ ଦିଏ, କିନ୍ତୁ କାଳେ କିଛି ଅସୁବିଧା ହେଇଯିବ ଏଥିପାଇଁ ମୁଁ ତାଙ୍କୁ କେବେ ବି ଗେହିବାକୁ ସୁଯୋଗ ଦେଉନଥିଲି। ତେଣୁ ସେ ଯେତେ ମୋତେ ରିକ୍ୱେଷ୍ଟ କଲେ ମଧ୍ୟ ମୁଁ ତାଙ୍କୁ ଗେହିବାକୁ ଦେଉନଥାଏ। ତ ଥରେ କ'ଣ ହୋଇଛି ନା, ସେ ମୋତେ ପ୍ଲାନ୍ କରି ଡାକିଲେ। ମୋତେ କହିଲେ, ଚଲ ଆଜି ଟିକେ ବୁଲାବୁଲି କରିବା ପାଇଁ ଯିବା। ଆମେ ଏମିତି ବହୁତ ଥର ଏକୁଟିଆ ବୁଲାବୁଲି ଯାଉ, ଦୁଇ ଜଣ ସାଙ୍ଗରେ ଯାଉ ବୁଲାବୁଲି କରିବା ପାଇଁ। ତେଣୁ ମୁଁ ବି ତାଙ୍କ ପ୍ଲାନ୍କୁ ବୁଝିପାରିଲି ନାହିଁ। ମୁଁ ବି ହଁ କହିଦେଲି ଏବଂ ଆମେ ବୁଲାବୁଲି କରିବା ପାଇଁ ଚାଲିଗଲୁ। ତାପରେ କିଛି ସମୟ ବୁଲାବୁଲି କରିସାରିଲା ପରେ, ପାଖାପାଖି ଘଣ୍ଟେରୁ 1.5 ଘଣ୍ଟା ବୁଲାବୁଲି କରିସାରିଲା ପରେ ସେ କ'ଣ କହିଲେ ନା, ଚଲ ଟିକେ ଥଣ୍ଡା ପିଇବା, ବହୁତ ଗରମ ଲାଗୁଛି। ଏବଂ ଆମେ ଦୁଇ ଜଣ ଚାଲିଗଲୁ ଥଣ୍ଡା ପିଇବା ପାଇଁ। ସେ କ'ଣ କରିଥିଲେ ନା, ସେଇ ଥଣ୍ଡା ଗ୍ଲାସରେ ଗୋଟିଏ ସେକ୍ସ ଟ୍ୟାବଲେଟ୍ ପକାଇ ଦେଇଥିଲେ। ମୁଁ କିନ୍ତୁ ସେ କଥା ଜାଣିପାରିନଥିଲି। ମୁଁ ତାଙ୍କୁ ବିଶ୍ୱାସ କରି ଥଣ୍ଡା ଗୁଡ଼ିକ ପିଇଦେଲି। ଗିଲାସେ ନୁହେଁ, 2 ଗ୍ଲାସ୍ ଥଣ୍ଡା ମୁଁ ସେଦିନ ପିଇଥିଲି। ତ ଥଣ୍ଡା ପିଇ ସାରିଲା ପରେ ଆମେ ପୁଣି ବୁଲାବୁଲି କଲୁ। ସେ କ'ଣ କଲେ ନା, ମୋତେ ନେଇ ଜଙ୍ଗଲର ଭିତର ପଟକୁ ବୁଲାବୁଲି କରିବା ପାଇଁ ଚାଲିଗଲେ। 10ରୁ 15 ମିନିଟ୍ ଆମେ ବୁଲି ସାରିଲା ପରେ ମୋ ଦେହ କେମିତି ହେଲା। ମୋତେ ଆଉ କିଛି ଭଲ ଲାଗିଲା ନାହିଁ। ମୋ ମନ ଭିତରେ ଖାଲି ସେକ୍ସ ପାଇଁ ଇଚ୍ଛା ହେଲା। କିନ୍ତୁ ସେ ମୋତେ ସେକ୍ସ ପାଇଁ କିଛି ବି କହୁନଥିଲେ, କିନ୍ତୁ ମୋ ମନ ଭିତରେ ପ୍ରବଳ ଆଗ୍ରହ ହେଲା ସେକ୍ସ କରିବା ପାଇଁ। ତେଣୁ ଆମେ ଗୋଟିଏ ଜାଗାରେ ବସି କଥାବାର୍ତ୍ତା ହେଉଥିଲୁ। ସେହି ସମୟରେ ମୁଁ କ'ଣ କଲି ନା, ତାଙ୍କୁ ଧରି କିସ୍ କଲି। ତାଙ୍କ ଗାଲରେ, ତାଙ୍କ ବେକରେ ସବୁ କିସ୍ କରିବାକୁ ଲାଗିଲି। ସେ ଖାଲି ମଜା ନେଉଥିଲେ। ତାପରେ ମୁଁ କ'ଣ କଲି ନା, ତାଙ୍କୁ କହିଲି, ମୋତେ ଆଜି ବହୁତ ଗେହିବା ପାଇଁ ଇଚ୍ଛା ହେଉଛି, ତୁମେ ମୋତେ ଆଜି ଗିହ। ସେ କହିଲେ, ନା, ତୁମେ ତ ପୂର୍ବରୁ ମୋତେ ମନା କରିଛ, ବାହାଘର ନ ସରିବା ପର୍ଯ୍ୟନ୍ତ ତୁମେ ମୋତେ ଗେହିବାକୁ ଦେବ ନାହିଁ ବୋଲି। ମୁଁ କହିଲି, ନା, ସେସବୁ କଥା ଛାଡ଼, ତୁମେ ଆଜି ମୋତେ ଯେମିତି ବି ହେଉ ଗିହ। ଏଇ କଥା କହି ମୁଁ କ'ଣ କଲି ନା, ତାଙ୍କର ସାର୍ଟ ଫାର୍ଟ ସବୁ ଖୋଲି ପକାଇଲି। ସେ ପୁରା ଜାଣିନେଲେ ମୁଁ ବର୍ତ୍ତମାନ ପୁରା ପାୱାରରେ ଅଛି, ପୁରା ସେକ୍ସ ପାଇଁ ପାଗଳ ହେଇଯାଇଛି। ତେଣୁ ସେ ଆଉ ନକାମି ନ କରି ସେ କ'ଣ କଲେ ନା, ମୋତେ ମଧ୍ୟ କିସ୍ କରିବା ପାଇଁ ଆରମ୍ଭ କରିଦେଲେ। ଏମିତି ଆମେ ଗାଲ ଚୁମା ଦିଆନିଆ ଏବଂ କଣ୍ଢା କଣ୍ଢିରେ ପାଖାପାଖି 10ରୁ 15 ମିନିଟ୍ ଚାଲିଗଲା ପରେ ସେ କ'ଣ କଲେ ନା, ଆସ୍ତେ ଆସ୍ତେ ମୋ ପ୍ୟାଣ୍ଟଟିକୁ ଖୋଲିଦେଲେ ଏବଂ ମୋ ସାର୍ଟଟିକୁ ପୁରା ଟେକି ଦେଇ ମୋର ବଡ଼ ବଡ଼ 2ଟି ଦୁଧକୁ ବାହାର କରି ଆଣିଲେ ଏବଂ ନିର୍ଦ୍ଧୁମ ଭାବରେ ଚୁଚୁମିବାକୁ ଲାଗିଲେ। ଦୁଧ, ମୋ ପେଟ, ମୋ ନାହି ଏସବୁ ଗୁଡ଼ିକୁ ସେ ଖାଲି ଚାଟି ପକାଉଥିଲେ। ତାପରେ ମୋ ବିଆରେ ହାତ ବୁଲାଇଲେ। କିଛି ସମୟ ହାତ ବୁଲାଇ ସାରିଲା ପରେ ସେ କ'ଣ କଲେ ନା, ମୋତେ ପଥର ଉପରେ ବସାଇ ଦେଇ ମୋର 2 ଟାଙ୍ଗକୁ ମେଲି ଧରିଲେ ଏବଂ
ତାଙ୍କ ଜିଭ ଆଣି ମୋ ବିଆରେ ଲଗାଇଲେ ଏବଂ ମୋ ବିଆକୁ ନିର୍ଦ୍ଦମ ଭାବରେ ଚାଟିଲେ। ମୋତେ ସେତେବେଳେ ବହୁତ ମଜା ଲାଗୁଥାଏ। ମୁଁ ଖାଲି ତାଙ୍କୁ କହୁଥାଏ, ମୋତେ ଶୀଘ୍ର ଶୀଘ୍ର ଘିଅ, ମୁଁ ଆଉ ନିଜକୁ ସମ୍ଭାଳି ପାରୁନାହିଁ। ସେ କହିଲେ, ଆରେ ବ୍ୟସ୍ତ କାହିଁକି, ଏଠି ତ କେହି ନାହାନ୍ତି। ଆମେ ଘଣ୍ଟେ କି 2 ଘଣ୍ଟା ରହିଲେ ବି କିଛି ଅସୁବିଧା ନାହିଁ। ତେଣୁ ଆଜି ଜୀବନକୁ ଭଲ ଭାବରେ ଉପଭୋଗ କରିବା, ଦୁହେଁ ଭଲ ଭାବରେ ଆଜି ଘିଆଁ ଘିଇଁ ହେବା, ତେଣୁ ବ୍ୟସ୍ତ ହୁଅ ନାହିଁ। ଏଇ କଥା କହି ସେ କ'ଣ କଲେ ନା ତାଙ୍କର ସେଇ ଲମ୍ବା ଭାଣ୍ଡକୁ ବାହାର କଲେ। ତାଙ୍କର ଭାଣ୍ଡକୁ ଯେତେବେଳେ ମୁଁ ଦେଖିଦେଇଛି ମୋତେ ଭୟ ଆସିଗଲା, କାରଣ ଭାଣ୍ଡଟି ବହୁତ ଲମ୍ବା ଥିଲା ଏବଂ ମୋଟା ମଧ୍ୟ ଥିଲା। ସେ କହିଲେ, ତୁମେ ଗୋଟେ କାମ କର, ମୋ ଭାଣ୍ଡକୁ ଟିକେ ଚୁଷ। ଏବଂ ସେ ଭାଣ୍ଡକୁ ଆଣି ସେ କ'ଣ କଲେ ନା ମୋ ପାଟି ପାଖରେ ରଖିଦେଲେ। ମୁଁ ବି ତାଙ୍କ ଭାଣ୍ଡକୁ ଚୁଚୁମିବାକୁ ଲାଗିଲି। ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ମୁଁ ତାଙ୍କର ଭାଣ୍ଡକୁ ଖାଲି ଚୁଷି ଚାଲିଲି। ସେ ଖାଲି ଓଃ ଆଃ ବହୁତ ମଜା ଲାଗୁଛି, ବହୁତ ମଜା ଲାଗୁଛି ଏମିତି କହୁଥିଲେ। ତାପରେ ସେ କ'ଣ କଲେ ନା ମୋତେ ସେଇ ପଥର ଉପରେ ବସାଇ ଦେଇ ସେ ଛିଡ଼ା ହୋଇ ରହିଲେ ଏବଂ ଠିଆ ଠିଆ ମୋତେ ଘେହିବାକୁ ଲାଗିଲେ। କିଛି ସମୟ ଏମିତି ଘେହି ସାରିଲା ପରେ ମୋତେ କିନ୍ତୁ ଠିଆ ଠିଆ ଘିଅ ଭଲ ଲାଗିଲା ନାହିଁ। ମୁଁ ତାଙ୍କୁ କହିଲି, ତମେ ମୋତେ ପଛପଟରୁ ଘିଅ। ଏଇ କଥା କହି ମୁଁ କ'ଣ କଲି ନା ସେଇ ପଥର ଉପରେ ପେଟେଇ ପଡ଼ିଲି। ସେ ଛିଡ଼ା ହୋଇ ପଛପଟରୁ ତାଙ୍କର ସେଇ ଲମ୍ବା ଭାଣ୍ଡକୁ ମୋ ବିଆ ଭିତରେ ପଶେଇଲେ। ବେଶ କିଛି ସମୟ ସେମିତି ଘେହିଁ ଚାଲିଲେ, କିନ୍ତୁ ସେତେବେଳକୁ ଆମେ ମଜାର ଚରମ ସୀମାରେ ପହଞ୍ଚି ପାରିନଥିଲୁ, କାରଣ ମୋର ବି ସେତେବେଳକୁ ରସ ବାହାରି ନଥିଲା କି ତାଙ୍କର ମଧ୍ୟ ରସ ବାହାରି ନଥିଲା। ତେଣୁ ସେ କ'ଣ କଲେ ନା ପୁଣି ମୋ ବିଆକୁ ଚାଟିବାକୁ ଲାଗିଲେ। କିଛି ସମୟ ଚାଟି ସାରିଲା ପରେ ସେ କ'ଣ କଲେ ନା ମୋର 2ଟା ବଡ଼ ବଡ଼ ଦୁଧ ମଝିରେ ତାଙ୍କର ଭାଣ୍ଡକୁ ଆଣି ଖେଞ୍ଚିଲେ ଏବଂ ପାଖାପାଖି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ମୋ ଦୁଧରେ ଘେହିବାକୁ ଲାଗିଲେ। ତାପରେ ମୁଁ ଫେର କ'ଣ କଲି ନା ତାଙ୍କ ଭାଣ୍ଡକୁ ପାଟିରେ ନେଇ ପୁଣି ଚୁଷିଲି। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଚୁଷି ସାରିଲା ପରେ ସେ କହିଲେ, ତମେ ପୁଣି ପେଟେଇ ପଡ଼, ମୁଁ ତୁମକୁ ପଛପଟରୁ ଘେହିବି ପୁଣି। ମୁଁ ପୁଣି ପେଟେଇ ପଡ଼ିଲି। ସେ ପୁଣି ପଛପଟରୁ ତାଙ୍କର ସେ ଭାଣ୍ଡକୁ ମୋ ବିଆ ଭିତରେ ପଶେଇଲେ। ଏଥର ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ଘେହି ସାରିବା ପରେ ତାଙ୍କ ଭାଣ୍ଡରୁ ରସ ବାହାରିଗଲା। ସେତେବେଳକୁ କିନ୍ତୁ ମୋ ବିଆରୁ ରସ ବାହାରି ନଥିଲା। ସେ କଥା ଜାଣିଥିଲେ, ତେଣୁ ସେ କ'ଣ କଲେ ନା ପୁଣି ତାଙ୍କ ଜିଭରେ ମୋ ବିଆକୁ ଚାଟିଲେ। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ଚାଟି ସାରିଲା ପରେ ମୋ ବିଆରୁ ରସ ବାହାରିଗଲା। ଆମେ 2 ଜଣ ସେଦିନ ଶାନ୍ତି ପାଇଗଲୁ। ତ ସେଦିନର ନିଶା ଟ୍ୟାବଲେଟ୍ କଥା ମୋର ଆଜି ବି ମନେ ଅଛି ଏବଂ ମୁଁ କିପରି ଘିଆଁ ଖାଇବା ପାଇଁ ସେଦିନ ପୁରା ପାଗଳି ହୋଇଯାଇଥିଲି, ସେ କଥା ଆପଣମାନଙ୍କୁ ଆଜି ସବୁ ଖୋଲି କରି କହିଲି। ଆଶା କରୁଛି ଭିଡ଼ିଓଟି ନିଶ୍ଚିତ ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରିବେ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।